ନମସ୍କାର ସାଙ୍ଗମାନେ, କେମିତି ଅଛନ୍ତି? ଆଶା କରୁଛି ଭଲ ଅଛନ୍ତି। ମୁଁ ସୌମ୍ୟ ଆଜି ଆପଣମାନଙ୍କ ପାଇଁ ନେଇ ଆସିଛି ପାଷ୍ଟ ପରଫେକ୍ଟ ଟେନ୍ସ। ଆଗରୁ ଆମେ ପାଷ୍ଟ କଣ୍ଟିନ୍ୟୁଅସ୍ ଟେନ୍ସ ପଢିଛେ, ସିମ୍ପଲ ପାଷ୍ଟ ପଢିଛେ। ଆଜି ଆମେ ପଢିବା ପାଷ୍ଟ ପରଫେକ୍ଟ ଟେନ୍ସ ବିଷୟରେ। ତାହେଲେ ଆମର ପାଷ୍ଟ ପରଫେକ୍ଟ ଟେନ୍ସ ଆମେ କୋଉଠି ୟୁଜ୍ କରୁ, ବା ଯଦି ଗୋଟେ ସେଣ୍ଟେନ୍ସ ପାଷ୍ଟ ପରଫେକ୍ଟରେ ଲେଖା ହେଇଛି ତା ମାନେ ଆମେ କଣ ବୁଝିବା, ଆମେ ସେ ବିଷୟରେ ଆଜି ଭଲ ଭାବରେ ଜାଣିବା। ତାହେଲେ ଦେଖ, ଆମର ପାଷ୍ଟ ପରଫେକ୍ଟ ଟେନ୍ସ ଯଦି ଗୋଟେ ସେଣ୍ଟେନ୍ସ ଲେଖା ହେଇଥିବ ତାହେଲେ ତାର ଷ୍ଟ୍ରକ୍ଚର କେମିତି ଥିବ ନା, ତାର ଷ୍ଟ୍ରକ୍ଚର କେମିତି ଥିବ ନା, ସିଏ ଯଦି ଆମର ଏଫର୍ମେଟିଭ ସେଣ୍ଟେନ୍ସ ହେଇଥିବ ବା ପଜିଟିଭ ସେଣ୍ଟେନ୍ସ ଆମେ ଯାହାକୁ କହିଥାଉ, ତାହେଲେ ତାର ଷ୍ଟ୍ରକ୍ଚର କଣ ହେଇଥିବ? ତାର ଷ୍ଟ୍ରକ୍ଚର ହବ ଆମର ଫାଷ୍ଟ ଆସିବ ସବଜେକ୍ଟ ଆସିବ। ସବଜେକ୍ଟ ପରେ କିଏ ଆସିବ? ହେଡ୍ ଆସିବ। ହେଡ୍ ପରେ ଭର୍ବ ର ଥାର୍ଡ ଫର୍ମ ୟୁଜ୍ ହବ। ତାପରେ ଆସିବ ଅବଜେକ୍ଟ ଆସିବ। ଇଏ ହେଲା ଆମର ପଜିଟିଭ ସେଣ୍ଟେନ୍ସ ର ଷ୍ଟ୍ରକ୍ଚର। ସେମିତି ଯଦି ନେଗେଟିଭ ସେଣ୍ଟେନ୍ସ ହୁଏ ତାର ଷ୍ଟ୍ରକ୍ଚର କଣ ହବ ନା, ନେଗେଟିଭ ସେଣ୍ଟେନ୍ସ ପାଇଁ ଆମର ଷ୍ଟ୍ରକ୍ଚର କଣ ହବ? ସବଜେକ୍ଟ ଆସିବ, ତା ସହିତ ହେଡ୍ ଆସିବ, ତା ସହିତ ଆମର ନଟ୍ ଆସିବ, ତାପରେ ଭର୍ବ ର ଥାର୍ଡ ଫର୍ମ ୟୁଜ୍ ହବ, ଆଉ ଆସିବ ଅବଜେକ୍ଟ ଆସିବ। ଇଏ ହେଲା ଆମର ନେଗେଟିଭ ସେଣ୍ଟେନ୍ସ। ସେମିତି କ୍ୱେଶ୍ଚନ ସେଣ୍ଟେନ୍ସ କଣ ଆସିବ ନା, କ୍ୱେଶ୍ଚନ ଆମେ ଜାଣିଛେ ଗୋଟେ ୟେସ୍ ନୋ ବାଲା କ୍ୱେଶ୍ଚନ, ଗୋଟେ WH ୱାର୍ଡ ବାଲା କ୍ୱେଶ୍ଚନ। ତାହେଲେ ୟେସ୍ ନୋ ବାଲା କ୍ୱେଶ୍ଚନ ର ଷ୍ଟ୍ରକ୍ଚର କଣ ହବ ନା, ତାର ଷ୍ଟ୍ରକ୍ଚର ହବ ହେଡ୍ ଆସିବ, ତାପରେ ସବଜେକ୍ଟ, ତା ସହିତ ଆସିବ ଭର୍ବ ର ଥାର୍ଡ ଫର୍ମ ୟୁଜ୍ ହବ, ଆଉ ଅବଜେକ୍ଟ ଯାହା ରହିବା କଥା ରହିବ। ସେମିତି WH ୱାର୍ଡ ଯଦି ଆସିବ ତାହେଲେ ତାର ଷ୍ଟ୍ରକ୍ଚର କଣ ହବ? WH ୱାର୍ଡ ପାଇଁ ଷ୍ଟ୍ରକ୍ଚର ହବ ଆମର ଫାଷ୍ଟ ଆସିବ WH ୱାର୍ଡ, ହ୍ୱାଇ, ହ୍ୱାଟ, ଏସବୁ ଗୁଡା WH ୱାର୍ଡ। ତ WH ୱାର୍ଡ ଆସିବ, ତା ସହିତ ହେଡ୍, ହେଡ୍ ପରେ ସବଜେକ୍ଟ, ଆଉ ସବଜେକ୍ଟ ପରେ ଆସିବ ଭର୍ବ ର ଥାର୍ଡ ଫର୍ମ ୟୁଜ୍ ହବ। ତାପରେ ଆଉ ଯାହା ରହିବା କଥା ରହିବ, କ୍ୱେଶ୍ଚନ ମାର୍କ ଆସିବ। ତ ଆମେ ଗୋଟେ ଗୋଟେ ସବୁ ସେଣ୍ଟେନ୍ସ ଆମେ ଦେଖିବା, କୋଉ ସେଣ୍ଟେନ୍ସରେ ଆମେ କୋଉ ଭଳିଆ ଭାବରେ ଲେଖିବା ସେ ବିଷୟରେ ଜାଣିବା। ହେଲା, ତାହେଲେ ଦେଖ, ପାଷ୍ଟ ପରଫେକ୍ଟ ଟେନ୍ସ ଆମେ ୟୁଜ୍ କେତେବେଳେ କରିଥାଉ ନା, ଆମେ ପାଷ୍ଟ ପରଫେକ୍ଟ ଟେନ୍ସ ସେତେବେଳେ ୟୁଜ୍ କରୁ ଯେତେବେଳେ ପାଷ୍ଟର ଗୋଟେ ଘଟଣା ପୂର୍ବରୁ ଆଉ ଗୋଟେ ଘଟଣା ଘଟିଥାଏ। ପାଷ୍ଟରେ ଦୁଇଟା ସାରା ଘଟଣା ଘଟିଥିବ, କିନ୍ତୁ ଯୋଉଟା ସବୁଠୁ ପାଷ୍ଟରେ ହେଇଥିବ ତାକୁ ଆମେ ପରଫେକ୍ଟରେ ଲେଖିବା, ତାପରେ ଯିଏ ହେଇଥିବ ତାକୁ ଆମେ ସିମ୍ପଲ ପାଷ୍ଟରେ ଲେଖିବା। ତାହେଲେ ଚାଲ ଦେଖିବା କଣ କଣ ସିଚୁଏସନ ଅଛି, ଆଉ ଆମେ କେମିତି ତାକୁ ଲେଖିବା। ତାହେଲେ ଫାଷ୍ଟ ଦେଖ, ଆମର ସିଚୁଏସନ ହେଲା ଆକ୍ସନ କମ୍ପ୍ଲିଟେଡ ବିଫୋର ଆନାଦର ପାଷ୍ଟ ଆକ୍ସନ। ଟିକେ ଆଗରୁ କହୁଥିଲି ମୁଁ, ଯେମିତିକି ଆମର ହେଲା ଅତୀତରେ ଘଟିଥିବା ଏକ କାର୍ଯ୍ୟ ପରେ ଘଟିଥିବା ଅନ୍ୟ ଏକ କାର୍ଯ୍ୟ ସମୟରେ ପୂର୍ବରୁ ସମାପ୍ତ ହୋଇଥିଲା। ତାହେଲେ ଦେଖ କେମିତି ନା, ଆମର କହିଲା ମୁଁ ଷ୍ଟେସନରେ ପହଞ୍ଚିବା ପୂର୍ବରୁ ଟ୍ରେନ ଛାଡି ଯାଇଥିଲା। ଦେଖ, ଏଠି ପାଷ୍ଟରେ ଦୁଇଟି କାମ ହେଇଛି। ଗୋଟେ ହେଲା ମୁଁ ଷ୍ଟେସନରେ ପହଞ୍ଚିଲି, ସେଟା ବି ପାଷ୍ଟରେ ପହଞ୍ଚିଲି, ଆଉ ତା ପୂର୍ବରୁ କିନ୍ତୁ ଟ୍ରେନ ଛାଡି ଦେଇଥିଲା। ତାହେଲେ ସବୁଠୁ ଆଗରୁ କିଏ କୋଉ କାମଟା ହେଇଥିଲା ନା, ଟ୍ରେନ ଛାଡିଯିବା କାମଟା ସବୁଠୁ ଫାଷ୍ଟ ହେଇଥିଲା। ତାହେଲେ ସିଏ ଯଦି ଟ୍ରେନ ଛାଡିବା କାମଟା ସବୁଠୁ ଫାଷ୍ଟ ହେଇଥିଲା, ତାହେଲେ ଆମେ ତାକୁ ହିଁ ଲେଖିବା କୋଉଥିରେ? ତାକୁ ଲେଖିବା ଆମେ ପାଷ୍ଟ ପରଫେକ୍ଟରେ। କେମିତି ଲେଖିବା? ତାହେଲେ ଟ୍ରେନ ଛାଡି ଯାଇଥିଲା, ତାହେଲେ ଆମର ସବଜେକ୍ଟ ହେଲା କିଏ? ଟ୍ରେନ। ଟ୍ରେନ ହେଲା କର୍ତ୍ତା, ତାହେଲେ ଆମେ ଲେଖିବା ଦି ଟ୍ରେନ। ଦି ଟ୍ରେନ କଣ ହେଲା? ଟ୍ରେନ ସବଜେକ୍ଟ ଆସିଲା, ତା ସହିତ କିଏ ଆସିବ? ହେଡ୍। ଦି ଟ୍ରେନ ହେଡ୍ ଛାଡି ଯାଇଥିଲା, ଲିଭ୍, ଲିଭ୍ ରୁ ଲେଫ୍ଟ, ଲେଫ୍ଟ, ଦି ଟ୍ରେନ ହେଡ୍ ଲେଫ୍ଟ, ଲେଫ୍ଟ, ବିଫୋର ପୂର୍ବରୁ, ବିଫୋର ଆଇ, ମୁଁ ଷ୍ଟେସନରେ ପହଞ୍ଚିବା ପୂର୍ବରୁ, ବିଫୋର ଆଇ ରିଚ୍ଡ ଦି ଷ୍ଟେସନ। ହେଲା, ତାହେଲେ ଫାଷ୍ଟ ଟ୍ରେନ ଛାଡି ଯାଇଥିଲା, ତାପରେ ମୁଁ ପହଞ୍ଚିଲି।
तापर मु पहुंचलिटाକୁ सिंपल पास्ट लिखिछि आउ जे सबटू पास्ट रे हेतिला ताको पास्ट परफेक्ट रे लिखिछि आमे सेमिति ही लिखिबा एरर रे आसीबो कोन एरर रे आसीबो देखिबो जोटा सबटू पास्ट हेतिबो ताको से सिंपल पास्ट रे लिखि देथिबो हैला आउरी बहुत सारा सेंटेंस अछि सब सेंटेंस को देखि आमे जानिबा कोटारे केमति लिखिबा चलो ताले नेक्स्ट देखो तांको बॉस जेतेबेले ताहा मागिले से तांकर काम सारी सारी थिले ताहले तांकर बॉस जे अछंती ऑफिस रे से जे मागिछंती गोटे टास्क सेतेबेलको से कोन करछंती काम सारी छंती ताहले से काम सारी छंती ताहले हम कोन कहिबा she had सारीबा finished she had finished कोन सारी छंती her work she had finished her work when ଯେତେବେଳେ କଣ ହେଇଛି ନା ତାଙ୍କ ବସ୍ ହାର ବସ୍ କଣ କଲେ ତାହା ମାଗିଥିଲେ ମାଗିବା ask ରୁ ହବ asked ହାର ବସ୍ asked for ତାହା that ହେଲା ତାପରେ ନେକ୍ସଟ ଦେଖ ସେମିତି ସେମାନେ ରାତ୍ରି ଭୋଜନ କରି ସାରିବା ପରେ ଏକ ସିନେମା ଦେଖିଲେ ତାହେଲେ ସେମାନେ ଫାଷ୍ଟ ରାତ୍ରି ଭୋଜନ କରି ସାରିଲେ ତାପରେ ସିନେମା ଦେଖିଲେ ତାହେଲେ ଆମେ କଣ କହିବା ଦେଖ after they had କଣ କଲେ eaten dinner after they had eaten dinner କଣ କଲେ ସେମାନେ they watched a movie ସେମିତି ଦେଖ ନେକ୍ସଟ ମୁଁ କାଶ୍ମୀର ଦର୍ଶନ କରିବା ପୂର୍ବରୁ ଏତେ ସୁନ୍ଦର ସ୍ଥାନ କଦାପି ଦେଖିନଥିଲି ହେଲା ତାହେଲେ ମୁଁ ଆଗରୁ କେବେ ଏତେ ସୁନ୍ଦର ଜାଗା ଦେଖିନଥିଲି ସେଟା ହେଲା ଫାଷ୍ଟ କଥା ତାପରେ ସିନା ମୁଁ କାଶ୍ମୀର ଦେଖିଛି ତାହେଲେ ଆମେ କଣ ଲେଖିବା ସେଟାକୁ ଆମେ ଫାଷ୍ଟ ଲେଖିବା କଣ ମୁଁ ଆଗରୁ ଏତେ ସୁନ୍ଦର ଜାଗା ଦେଖିନଥିଲି ତାହେଲେ ଆମେ ଲେଖିବା I had never seen I had never seen such a beautiful place ମୁଁ ଆଗରୁ ଏତେ ସୁନ୍ଦର ଜାଗା ଦେଖିନଥିଲି କୋଉ ଆଗରୁ ଦେଖିନଥିଲି ନା before I କାଶ୍ମୀର ଦର୍ଶନ କରିବା ପୂର୍ବରୁ I visited କାଶ୍ମୀର ହେଇଗଲା ସେମିତି ଦେଖ ନେକ୍ସଟ ସେଣ୍ଟେନ୍ସ ଆମର କଣ ଆସିଲା ସେ ଅନୁଭବ କଲେ ଯେ ସେ ତାଙ୍କ ପର୍ସ ହରାଇ ସାରିଛନ୍ତି ତାହେଲେ ସେ ପର୍ସ ଆଗରୁ ହରାଇ ସାରିଛନ୍ତି ପରେ ସିଏ ଫିଲ୍ କଲେ ନା ତାହେଲେ ଆମେ କଣ ଲେଖିବା he had ନା ଆମେ କଣ ହେଲା ସେ ଅନୁଭବ କଲେ ଯେ ଆଚ୍ଛା ସେଇଟାକୁ ଆମେ ଲେଖିବା he realized କଣ realized କଲେ ନା that he had lost his wallet ସେ ତାଙ୍କର ପର୍ସ ହରାଇ ସାରିଛନ୍ତି ସେମିତି ଦେଖ ସେକେଣ୍ଡ ସିଚୁଏସନ କଣ କହିଲା action completed before a specific past time ଆମେ ପୂର୍ବ ସିଚୁଏସନ କହିଲେ ଗୋଟେ ପାଷ୍ଟ ର କାମ ପୂର୍ବରୁ ଆଉ ଗୋଟେ କାମ ହେଇଥିବ ସେକେଣ୍ଡ ସିଚୁଏସନ କଣ କହିଲା ନା ଗୋଟେ ସ୍ପେସିଫିକ ପାଷ୍ଟ ର ଟାଇମ ପୂର୍ବରୁ ଯଦି ଗୋଟେ କାମ କମ୍ପ୍ଲିଟ ହେଇଥିବ ତାହେଲେ ଦେଖ ସେ ଗତକାଲି ରାତି 8ଟା ବେଳକୁ ମୁଁ ମୋର କାର୍ଯ୍ୟ ସାରିଥିଲି ତାହେଲେ ଗତକାଲି ରାତି 8ଟା ବେଳକୁ ୟାକୁ ଆମେ ସିମ୍ପଲ ପାଷ୍ଟ ବି ଲେଖିପାରିବା ହେଲା ତ ଆମେ ପାଷ୍ଟ ପରଫେକ୍ଟ ଲେଖିଲେ ମଧ୍ୟ କିଛି ଭୁଲ ନୁହଁ ଦେଖ ତାହେଲେ ଆମେ କଣ କହିବା by 8 p.m. yesterday by 8 p.m. yesterday
କ'ଣ ହେଇଥିଲା ନା I had completed my କାର୍ଯ୍ୟ my work ହେଲା। ତାହେଲେ by 8 PM yesterday I had completed my work। ସେମିତି ଦେଖ ନେକ୍ସଟ କ'ଣ ଆସିଲା 2022ରେ ସେ ଓଡ଼ିଶା ଆସିବା ପୂର୍ବରୁ ସେ ଓଡ଼ିଆ ଶିଖି ସାରିଥିଲେ। ଦେଖ ସେ ଓଡ଼ିଶା ଆସିଛନ୍ତି ତା ପୂର୍ବରୁ ସେ ଓଡ଼ିଆ ଶିଖି ସାରିଛନ୍ତି। ତାହେଲେ ଆମେ କ'ଣ କରିବା he had ଶିଖିବା ଲର୍ନ କରିବା he had learned ଓଡ଼ିଆ କେବେ before she moved to ଓଡ଼ିଶା ଆସିବା ପୂର୍ବରୁ ହେଲା। ସେମିତି ଦେଖ ଡାକ୍ତର ପହଞ୍ଚିବା ପୂର୍ବରୁ ରୋଗୀ ମୃତ୍ୟୁବରଣ କରିଥିଲେ। ତାହେଲେ ଆମେ ୟାକୁ କ'ଣ ଲେଖିବା ନା ତାହେଲେ ଫାଷ୍ଟ କାମଟା କୋଉଟା ହେଇଛି ଏଇ କାମଟା ଫାଷ୍ଟ ହେଇଛି। ତାହେଲେ the patient had died before the doctor arrived ଡକ୍ଟର ଆସିବା ପୂର୍ବରୁ ହେଲା। ସେମିତି ଦେଖ ନେକ୍ସଟ କ'ଣ ଅଛି ସେ 30 ବର୍ଷ ହେବା ବେଳକୁ 20ଟି ଦେଶ ଭ୍ରମଣ କରି ସାରିଥିଲେ। ତାହେଲେ ସେ ଯେତେବେଳକୁ 30 ବର୍ଷ ହେବା ପୂର୍ବରୁ ହିଁ ସେ କ'ଣ କରିଛନ୍ତି 20ଟି ଦେଶ ଭ୍ରମଣ କରିସାରିଛନ୍ତି। ତାହେଲେ ଆମେ ୟାକୁ କ'ଣ ଲେଖିବା ତମେମାନେ ମଧ୍ୟ ଲେଖିବା ପାଇଁ ଚେଷ୍ଟା କର। ଆଉ ଦେଖ ଠିକ ଲେଖୁଛ କି ଭୁଲ ଲେଖୁଛ ନା ଦେଖ 30 ବର୍ଷ ହେବା ବେଳକୁ ଗୋଟେ ପାଷ୍ଟ ଟାଇମ କହିଛି। ତାହେଲେ ପାଷ୍ଟ ଟାଇମ ହେଲେ by the time he was 30 30 ବର୍ଷ ହେବା ବେଳକୁ କ'ଣ ହେଇଛି he had କ'ଣ କରିଛନ୍ତି traveled to 20 countries ଦେଖ ଏଠି 20 ଅଛି ସେଇଥିପାଇଁ କଣ୍ଟ୍ରିରୁ କ'ଣ ହେଇଗଲା countries ହେଇଗଲା ବୁଝିହେଲା। ଚାଲ ନେକ୍ସଟ ଦେଖିବା ଆମେ ହଲ୍ ଭିତରକୁ ପ୍ରବେଶ କରିବା ବେଳକୁ ସିନେମାଟି ଆରମ୍ଭ ହୋଇ ସାରିଥିଲା। ତାହେଲେ ଫାଷ୍ଟ ସିନେମା ଆରମ୍ଭ ହୋଇଛି ତାପରେ ଆମେ ହଲ୍ ଭିତରକୁ ପ୍ରବେଶ କରିଛୁ। ତାହେଲେ ଆମେ କ'ଣ ଲେଖିବା the movie had already started when we entered the hall ହେଲା। ସେମିତି ଦେଖ ଥାର୍ଡ ସିଚୁଏସନ କ'ଣ କହୁଛି ନା ଥାର୍ଡ ସିଚୁଏସନ କହୁଛି ରିପୋର୍ଟେଡ ସ୍ପିଚରେ ଇନଡାଇରେକ୍ଟ ସ୍ପିଚରେ ଆମେ କେମିତି ଆମେ ପାଷ୍ଟ ପରଫେକ୍ଟ ଆମେ ୟୁଜ୍ କରିଥାଉ ଦେଖିବା। ଯେତେବେଳେ ଡାଇରେକ୍ଟ ଇନଡାଇରେକ୍ଟ ଆସିବ ସେତେବେଳେ ଆମେ ଆହୁରି ଭଲ ଭାବରେ ୟାକୁ ଦେଖିବା। ତ ଏବେ ଦେଖିଥାଉ ସେତେବେଳକୁ ଆଉ ଥରେ ଦେଖିବା ହେଲା। ତାହେଲେ ଚାଲ ଆମେ କରିବା ସେ କହିଲେ ଯେ ସେ ସେହି ସିନେମା ଦେଖି ସାରିଥିଲେ। ସେ କହିଲେ ସେ ସେହି ସିନେମା ଦେଖି ସାରିଥିଲେ। ତାହେଲେ ଆମେ ୟାକୁ କ'ଣ କହିବା he said that he had seen that movie ये ହେଲା reported speech indirect ଆଉ ଡାଇରେକ୍ଟ କହିଲେ ଆମେ ୟାକୁ କ'ଣ କହିବା ଡାଇରେକ୍ଟଲି କହିଲେ ଆମେ କହିବା he said କ'ଣ କହିଲେ I saw this movie ହେଲା। ତାହେଲେ ଇଏ ହେଲା ଡାଇରେକ୍ଟ କହିଲେ ବୁଝିପାରିଲ। ତାହେଲେ ଯଦି ଡାଇରେକ୍ଟରେ ଯଦି ଆମର କ'ଣ ଅଛି ସିମ୍ପଲ ପାଷ୍ଟରେ ଅଛି ସିମ୍ପଲ ପାଷ୍ଟରେ ତାର ଇନଡାଇରେକ୍ଟ ହବ କ'ଣ ପାଷ୍ଟ
परफेक्ट रे हैला जे कौन सी सेंटेंस भी जति सिंपल पास्ट रे डायरेक्ट लिखा ही थाए ताको हमें इनडायरेक्ट लिखिला बेले कोथरे लिखिबा ना हमें लिखिबा पास्ट परफेक्ट रे सिंपल पास्ट हेले पास्ट परफेक्ट रे लिखिबा सेमते चलो नेक्स्ट देखिबा से कहिले जे से तांकर मध्याह्न भोजन करि सारिथिले ताहले याको केमते लिखिबा देखो से कहिले जे कोन कहबा सी सेड दैट सी सेड दैट कोन कहिले से ना कोन कहिथिले से ना से कहिथिले she had she had finished her lunch ହେଲା ଯଦି ୟାକୁ ଆମେ ଡାଇରେକ୍ଟ କହିବା ତାହେଲେ କଣ କହିବା she said କଣ she said I finished my lunch ତାହେଲେ ଦେଖ ये ହେଇଗଲା डायरेक्ट ଆଉ ये ହେଇଗଲା इनडायरेक्ट रे ବୁଝିଲା ଯଦି ସିମ୍ପଲ ପାଷ୍ଟ ଲେଖା ହେଇଥିବ ପାଷ୍ଟ ପରଫେକ୍ଟ ହେଇଯିବ ସେମିତି ଦେଖ ନେକ୍ସଟ ଦେଖ ସେମାନେ କହିଲେ ଯେ ସେମାନେ ମନ୍ଦିର ଦର୍ଶନ କରିସାରିଥିଲେ ତାହେଲେ ଆମେ ୟାକୁ କଣ କହିବା ଦେଖ they said that they said that they had visited they had visited the temple ସେମାନେ କହିଲେ ଯେ ସେମାନେ ମନ୍ଦିର ଦର୍ଶନ କରିସାରିଥିଲେ ଏଟା ହେଲା ତ ଇନଡାଇରେକ୍ଟ ହେଲା ଇନଡାଇରେକ୍ଟ ଆଉ ଡାଇରେକ୍ଟ ହେଲେ କଣ ହବ they said କଣ କହିଲେ we visited the temple ହେଲା ଇନଡାଇରେକ୍ଟ ତାହେଲେ ମୋତେ କହିବ ସାର୍ କୋଉଟା ଠିକ ହବ ଡାଇରେକ୍ଟଟା ଠିକ ହବ ନା ଇନଡାଇରେକ୍ଟଟା ଠିକ ନା ଦୁଇଟି ସାରା ଠିକ କିନ୍ତୁ ଯଦି ଆମର ଏମିତି ଲେଖା ହେଇଛି ସେ କହିଲେ ଯେ ସେମାନେ ତାହେଲେ ଏଠି ଦେଖ ସେମାନେ ଅଛି କିନ୍ତୁ ଏଠି ତ ଅଛି ଓ ଆମେ ମାନେ ଅଛି ବୁଝିପାରିଲ ତ ଆମେ ଯଦି ଏମିତି ସେଣ୍ଟେନ୍ସଟା ଲେଖା ହେଇଥାଏ ଦିଆଯାଇଥିଲା ବାଲା ଭଳିଆ ସେଣ୍ଟେନ୍ସଟା ଲେଖା ହେଇଥିବ ତାହେଲେ ଆମେ ତାକୁ ଇନଡାଇରେକ୍ଟ ହିଁ ଲେଖିବା ହେଲା ଆଉ ଯଦି ଡାଇରେକ୍ଟ ଏଇଭଳିଆ ଲେଖା ହେଇଥାଏ ତାକୁ ଇନଡାଇରେକ୍ଟ କରିବା ପାଇଁ କହିଲେ ଆମେ ତାକୁ ଏଇଭଳିଆ କରିବା ହଁ ଚାଲ ନେକ୍ସଟ ଦେଖ ରୀନା କହିଲା ଯେ ସେ ତାଙ୍କର ଚାବି ହରାଇ ସାରିଥିଲା ତାହେଲେ କଣ କହିଲା ରୀନା ରୀନା said that କଣ ସେ ତାଙ୍କର she had ହରାଇ ସାରିବା lose ରୁ lost ହେଇଯିବ lose lost he has lost her keys ହେଲା ତମେ ୟାକୁ ଡାଇରେକ୍ଟ ଲେଖିବ ତାହେଲେ ଦେଖ ଆଉ ଗୋଟେ ସେଣ୍ଟେନ୍ସ ଆମେ ଅଛି ସେ କହିଲେ ଯେ ସେ କଦାପି ସେଠାକୁ ଯାଇନଥିଲେ ତାହେଲେ ୟାକୁ କେମିତି ଲେଖିବା ମୁଁ ୟାର ଡାଇରେକ୍ଟ ଲେଖୁଛି ତମେ ତାର ଇନଡାଇରେକ୍ଟ ଲେଖିବ ହଁ ତାହେଲେ ୟାର ଡାଇରେକ୍ଟଟା କଣ ହବ ତାହେଲେ ନା ଇନଡାଇରେକ୍ଟଟା ନ ଲେଖିଲେ ଡାଇରେକ୍ଟଟା କେମିତି ଲେଖିବା ଆଚ୍ଛା ମୁଁ ଫାଷ୍ଟ ଇନଡାଇରେକ୍ଟଟା ହିଁ ଲେଖୁଛି ଆମେ କହିବା ସେ କହିଲେ ଯେ ସେ କଦାପି ସେଠାକୁ ଯାଇନଥିଲେ ତାହେଲେ କହିବା he said that he had never gone there go went gone डायरेक्ट ତମେ ଲେଖିବ ମୁଁ ଲେଖିଦେବି ହଉ ୟାକୁ ମୁଁ ଲେଖିଦେଉଛି ଦେଖ he said ଏଠି ଆଉ ଦ୍ୟାଟ୍ ରହିବ କି ନାଇଁ ସେଠି ଡବଲ କୋଟେସନ ଆସିଯିବ କୋଟେସନ ମାର୍କ ଆସିଯିବ he had never gone there ତ କଣ କହିବା ଆମେ I never went ହବ ସେକେଣ୍ଡ ଫର୍ମ ୟୁଜ ହବ ପୁରା ପାଷ୍ଟ ସିମ୍ପଲ ରେ I never went there ହେଲା I never went there ତାହେଲେ ଦେଖ ଆମର ଆସିଲା କଣ କଣ୍ଡିସନାଲ ସେଣ୍ଟେନ୍ସ ରେ ଆମେ ତ ଡାଇରେକ୍ଟ ଇନଡାଇରେକ୍ଟ ଦେଖିଲେ ଏବେ କଣ୍ଡିସନାଲ ସେଣ୍ଟେନ୍ସ ରେ କଣ ହବ ଦେଖିବା ଦେଖ କଣ୍ଡିସନାଲ ସେଣ୍ଟେନ୍ସ ରେ କଣ ହବ
ଦେଖ ଯଦି ମୁଁ ଅଧିକ ପଢ଼ିଥାନ୍ତି ତେବେ ମୁଁ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥାନ୍ତି। ତାହେଲେ ମୁଁ ଅଧିକ ପଢ଼ିନାହିଁ ସେଇଥିପାଇଁ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇନାହିଁ। ତାହେଲେ ଆମେ ୟାକୁ କଣ ଲେଖିବା? ଦେଖ ପଢ଼ିବା କାମଟା ଆଗେ ହେଇଥାନ୍ତା ତାପରେ ଉତ୍ତୀର୍ଣ୍ଣ ହେବା କାମଟା ହେଇଥାନ୍ତା। ତାହେଲେ ଯିଏ ସବୁଠୁ ଆଗରେ ହବ ତାକୁ ଆମେ ପାଷ୍ଟ ପରଫେକ୍ଟ ଲେଖିବା। ହଁ କି ନାଇଁ? ତାହେଲେ ଦେଖ ଆମେ ଲେଖିବା if I had studied if I had studied harder ଅଧିକ ପଢ଼ିଥାନ୍ତି ତାହେଲେ କଣ ହେଇଥାନ୍ତା? I would have କଣ ହେଇଥାନ୍ତି? passed I would have passed the exam। ତାହେଲେ ଦେଖ ଏଠି ଆମେ ଆଉ ଟିକେ ଶିଖିବା। ଇଏ ତ ହେଲା କଣ୍ଡିସନାଲ ସେଣ୍ଟେନ୍ସ। କଣ୍ଡିସନାଲ ସେଣ୍ଟେନ୍ସ ଦେଖ ଏଠି ଅଛି had studied ଆଉ ଏଠି ଅଛି କଣ would have passed। ତାହେଲେ would ହେଲା ଗୋଟେ କଣ ମଡାଲ 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 ସହିତ ସବୁବେଳେ ଜାଣିଥାଉ verb ର ଫାଷ୍ଟ ଫର୍ମ ହିଁ ଲାଗେ। would ସହିତ have ହିଁ ଫାଷ୍ଟ ଆସିବ। ଆମର would ସହିତ କେବେ had ଆସିବ ନାହିଁ। ହେଲା ବୁଝିହେଲା ପିଲାମାନେ? ତାହେଲେ ଚାଲ ଆଉ କଣ ନେକ୍ସଟ ସେଣ୍ଟେନ୍ସ ଅଛି ଦେଖିବା। ଯଦି ତୁମେ ତାଙ୍କୁ ନିମନ୍ତ୍ରଣ କରିଥାନ୍ତ ସେ ଆସିଥାନ୍ତେ। ତାହେଲେ ଦେଖ ନିମନ୍ତ୍ରଣ କରିବା କାମଟା ଆଗେ ହେଇଥାନ୍ତା। ତାହେଲେ ଆମେ ତାକୁ କଣ ଲେଖିବା? if you had କଣ କରିଥାନ୍ତ? ନିମନ୍ତ୍ରଣ କରିଥାନ୍ତ। if you had invited him if you had invited him ତାହେଲେ କଣ ହେଇଥାନ୍ତା? ସେ ଆସିଥାନ୍ତେ। ସେ ଆସିଥାନ୍ତେ ଆମେ କଣ କହିବା? he would have come ସେ ଆସିଥାନ୍ତେ। ହେଲା ସେମିତି ଦେଖ ଏଠି ବି would have ଲାଗିଲା। କହିବନି ହି ସହିତ ସାର୍ ଆମେ ହେଜ୍ ଲଗେଇବା। ନାଇଁ ହି ସହିତ ହେଜ୍ ଲଗେଇବାନି। ହି ସହିତ ହେଜ୍ ଲାଗେ ଯେତେବେଳେ ଆମେ ନର୍ମାଲି ଲେଖିଥାଉ। କିନ୍ତୁ ଏଠି ଦେଖ କଣ୍ଡିସନାଲରେ ହେଲେ he would have come। ବୁଝିଲା? ତାହେଲେ ଚାଲ ଆଉ ନେକ୍ସଟ କଣ ଅଛି ଆମେ ଦେଖିବା। ବୁଝିପାରୁଛ ପିଲାମାନେ? ବୁଝିବାରେ ଅସୁବିଧା ହଉଛି ତ? ଠିକ ଅଛି ଚାଲ ନେକ୍ସଟ ଦେଖିବା। ଯଦି ସେମାନେ ନକ୍ସା ନେଇଥାନ୍ତେ ସେମାନେ ହଜି ନଥାନ୍ତେ। ତାହେଲେ ସେମାନେ ନକ୍ସା ନେଇନାହାନ୍ତି ସେଇଥିପାଇଁ ହଜି ଯାଇଛନ୍ତି। ତାହେଲେ ଆମେ ୟାକୁ କଣ ଲେଖିବା? if they had ନେଇଥାନ୍ତେ take ରୁ take took taken if they had taken କଣ ନା the map if they had taken the map ତାହେଲେ କଣ ହେଇଥାନ୍ତା? ସେମାନେ ହଜି ନଥାନ୍ତେ। they would not have କଣ ହଜି ନଥାନ୍ତେ। they would not have gotten lost got gotten ହେଇଥାଏ। would have not gotten lost। ଏଇଠି ବି ଦେଖ have ପରେ ଲାଗିଛି କଣ କମ୍ ଲାଗିଛି। କମ୍ ଟା ଏଇଟା କଣ ଫାଷ୍ଟ ଫର୍ମ ବୋଲି ଭାବୁଛ? ନାଇଁ ଇଏ ହେଲା ଆମର ଥାର୍ଡ ଫର୍ମରେ ଲାଗିଛି। କମ୍ କେମ୍ କମ୍ ଆଉ ସେମିତି ଏଠି ଲାଗିଥିଲା ୟା ପୂର୍ବରୁ କଣ ଲାଗିଥିଲା? ଏଠି ଲାଗିଥିଲା ପାଷ୍ଟ ଲାଗିଥିଲା। ଇଏ ବି ଆମର ଥାର୍ଡ ଫର୍ମ ହେଲା। have ତ ହେଲା ଆମର ଫାଷ୍ଟ ଫର୍ମ ତାପରେ କିନ୍ତୁ verb ର ଥାର୍ଡ ଫର୍ମ ଲାଗିଥାଏ। ଏଇଠି ବି ଯୋଉ କମ୍ ଲାଗିଛି ଇଏ ବି verb ର ଥାର୍ଡ ଫର୍ମ ଲାଗିଛି। ଏଇଠି ଯେ gotten ଲାଗିଛି ଇଏ ବି verb ର ଥାର୍ଡ ଫର୍ମ ଲାଗିଛି। ହେଲା ଚାଲ ନେକ୍ସଟ ଦେଖ। ଯଦି ଆମେ ଆଗରୁ ପହଞ୍ଚିଥାନ୍ତୁ ଆମେ ଟ୍ରେନ ଧରି ପାରିଥାନ୍ତୁ। ତାହେଲେ ଆମେ ଆଗରୁ ପହଞ୍ଚି ନାହିଁ ସେଥିପାଇଁ ଆମେ ଟ୍ରେନ ଧରି ପାରି ନାହିଁ। ତାହେଲେ ଆମେ ୟାକୁ କଣ ଲେଖିବା? ଦେଖ ଆମେ ଲେଖିବା if we had ପହଞ୍ଚିଥାନ୍ତୁ arrived
arrived ଆଗରୁ earlier if we had arrived earlier ତାହେଲେ କ'ଣ ହେଇଥାନ୍ତା we would ଲେଖିବା କି ଧରି ପାରିଥାନ୍ତୁ we could ଲେଖିବା we could have caught the train ହେଲା ତାହେଲେ ଆଉ ତଳେ ଯୋଉ ସେଣ୍ଟେନ୍ସଟି ଦିଆଯାଇଛି ଯଦି ସେ ସତ୍ୟଟି ଜାଣିଥାନ୍ତେ ସେ ବହୁତ ଦୁଃଖିତ ହୋଇଥାନ୍ତେ ଏଇଟା ତମେ ଲେଖିବ ହେଲା ଚାଲ ଆଉ କ'ଣ ନେକ୍ସଟ ଅଛି ଦେଖିବା ନା ଅତୀତରେ ଘଟିଥିବା କାରଣ ଓ ଫଳାଫଳ ଦର୍ଶାଇବା ପାଇଁ ତାହେଲେ କ'ଣ ହେଲା ଅତୀତରେ ଘଟିଥିବା କାରଣ କ'ଣ ନା ସେ କ୍ଳାନ୍ତ ଥିଲେ କାରଣ ସେ ଦିନ ସାରା କାମ କରିସାରିଥିଲେ ଲେଖିବା ୟାକୁ ତାହେଲେ ୟାକୁ ଆମେ କେମିତି ଲେଖିବା he was tired କ'ଣ ପାଇଁ because he had worked all day ସେମିତି ଦେଖ ନେକ୍ସଟ ରାସ୍ତା ଗୁଡ଼ିକ ଓଦା ଥିଲା କାରଣ ଜୋରରେ ବର୍ଷା ହୋଇ ସାରିଥିଲା ତାହେଲେ ଆମେ ୟାକୁ କ'ଣ ଲେଖିବା ଦି ରାସ୍ତା ରୋଡ ନା ଷ୍ଟ୍ରିଟ୍ ଲେଖିବା ହଁ ରୋଡ ଲେଖ କି ଷ୍ଟ୍ରିଟ୍ ଲେଖ ମୁଁ ଷ୍ଟ୍ରିଟ୍ ଲେଖୁଛି ଦି ଷ୍ଟ୍ରିଟ୍ ରାସ୍ତା ଗୁଡ଼ିକ ଷ୍ଟ୍ରିଟ୍ସ were କ'ଣ wet ଓଦା ଥିଲା କ'ଣ ପାଇଁ because କ'ଣ ହେଇଥିଲା ଜୋରରେ ବର୍ଷା ହୋଇଥିଲା it had rained heavily ହେଲା ସେମିତି ଦେଖ ନେକ୍ସଟ ସେଣ୍ଟେନ୍ସ ଦେଖ ସେ ଖୁସି ଥିଲେ କାରଣ ସେ ଭଲ ଖବର ପାଇସାରିଥିଲେ ତାହେଲେ ୟାକୁ ଲେଖିବା କ'ଣ ଲେଖିବା ସେ ଖୁସି ଥିଲେ she was happy because କ'ଣ ହେଇଥିଲା she had received good news ହେଲା ତାପରେ ନେକ୍ସଟ ଦେଖ ଶିକ୍ଷକ ତାଙ୍କୁ ଡାକିଲେ କାରଣ ସେ ତାଙ୍କର ହୋମୱାର୍କ କରିନଥିଲେ ତାହେଲେ ୟାକୁ ଆମେ କ'ଣ ଲେଖିବା ଶିକ୍ଷକ ତାଙ୍କୁ ଡାକିଲେ କ'ଣ ଲେଖିବା ତାଙ୍କୁ ଡାକିଲେ ହଁ teacher called him ଡାକିଲେ କାରଣ ସେ ତାଙ୍କ ହୋମୱାର୍କ କରିନଥିଲେ because he had not done his homework ହେଲା ସେମିତି ଆଉ କ'ଣ ଅଛି ଦେଖିବା ସେମାନେ ରାଗିଥିଲେ କାରଣ କେହି ଜଣେ ସେମାନଙ୍କର ଖାଦ୍ୟ ଖାଇସାରିଥିଲେ ତୁମେମାନେ ମଧ୍ୟ ରାଗିଥାଅ ନା ତମ ଖାଦ୍ୟ କିଏ ଖାଇ ଦେଇଥିଲେ ତାହେଲେ ଏଇ ସେଣ୍ଟେନ୍ସଟା ତମେ ନିଜେ ଲେଖିବ ହେଲା ଆଉ କ'ଣ ଅଛି ଆମେ ଦେଖିବା ଆଉ କ'ଣ ଅଛି ନା with verb like hope expect think want ଏସବୁରେ ଆମେ ବି ୟୁଜ୍ କରିଥାଉ unfulfilled past ଗୋଟେ କଥାଟା ଯୋଉଟାକି ଫୁଲଫିଲ୍ ହେଇନଥିବ ତୁମେ ହୋପ୍ କରିଥିବ ତୁମେ ଏକ୍ସପେକ୍ଟ କରିଥିବ କି ତୁମେ ଭାବିଥିବ କି ତୁମେ ଚାହୁଁଥିବ ବୁଝିଲା ତାହେଲେ ଦେଖ ତା ପାଇଁ ମୁଁ ଗୋଟେ ସେଣ୍ଟେନ୍ସ ଲେଖିଦେଉଛି ମୁଁ ତାଙ୍କୁ ଭେଟିବାକୁ ଆଶା କରିଥିଲି କିନ୍ତୁ ସେ ଆସିଲେ ନାହିଁ ତାହେଲେ ଆମେ ୟାକୁ କ'ଣ ଲେଖିବା I had ଆଶା କରିଥିଲି hope I had hoped କ'ଣ ପାଇଁ to meet him I had hoped to meet him କିନ୍ତୁ ସେ ଆସିଲେ ନାହିଁ but he
did not come ହେଲା। ସେମିତି ଦେଖ ସେ ଭାବିଥିଲେ ସେ ସାହାଯ୍ୟ କରିବେ କିନ୍ତୁ ସେ ମନା କରିଦେଲେ। ତୁମେମାନେ ମଧ୍ୟ ଭାବିଥାଉ ନା ସେମିତି ସେ ସାହାଯ୍ୟ କରିବେ କିନ୍ତୁ କଣ ହୁଏ ମନା କରିଦିଅନ୍ତି। ତାହେଲେ ନିଜ କାମ ନିଜେ କର ନା। ତାହେଲେ ଦେଖ ଆମେ ୟାକୁ କଣ ଲେଖିବା ନା ସେ ଭାବିଥିଲେ ଆମେ କଣ କହିବା she had thought କଣ he would help। ଦେଖ would ସହିତ help ଲାଗିଲା ଫାଷ୍ଟ ଫର୍ମ he would help but କଣ ହେଲା he ସେ ମନା କରିଦେଲେ he refused ହେଲା। ସେମିତି ଚାଲ ନେକ୍ସଟ ଦେଖ ଆମେ ଏକ ଭଲ ଫଳାଫଳ ଆଶା କରିଥିଲୁ। ତୁମେମାନେ ମଧ୍ୟ ଭଲ ଫଳାଫଳ ଆଶା କରିଥାଉ ନା। ତାହେଲେ ଦେଖ ଆମେ ୟାକୁ କେମିତି ଲେଖିବା ଆଉ ଫଳାଫଳଟା ଆଶା କରିଥାଉ କିନ୍ତୁ ସେମିତି ଫଳାଫଳ ମିଳେ ନାହିଁ। ତାହେଲେ ସେଇଟା କଣ ତମେ କହିବ କେମିତି ଦେଖ ଆଶା କରିବା ଏକ୍ସପେକ୍ଟ କରିବା। ତାହେଲେ we had expected କଣ a better result ହେଲା। ସେମିତି ଦେଖ ଆଉ କଣ ଅଛି ସେ ଗତକାଲି ଆପଣଙ୍କୁ ଫୋନ କରିବାକୁ ଇଚ୍ଛା କରିଥିଲେ। ଏଇଟା ତମେ ନିଜେ ଲେଖିବ ହେଲା। ଇଚ୍ଛା କରିଥିଲେ want ମୁଁ ଲେଖିବି ହଉ ମୁଁ ଲେଖିଦଉଛି କହୁଛ ଯଦି। ତାହେଲେ ସେ ଗତକାଲି ଆପଣଙ୍କୁ ଫୋନ କରିବାକୁ ଇଚ୍ଛା କରିଥିଲେ। ତାହେଲେ ଇଚ୍ଛା କରିବା intended ହବ he had intended to call you କେବେ ଗତକାଲି yesterday ହେଲା। ତାହେଲେ ଆମେ he intended ଖାଲି କହିବାନି ଆମେ କଣ କହିବା he intended to call you ହେଲା। ତାହେଲେ ଚାଲ ଆଉ କଣ ଅଛି ଦେଖିବା ଆଉ କଣ ଅଛି ସେମାନେ ସେହି ଘରଟିକୁ କିଣିବାକୁ ଚାହୁଁଥିଲେ। ଏଇଟା ତମେ ନିଜେ ଲେଖିବ। ତୁମେ ମଧ୍ୟ ଯେତେବେଳେ ଜବ୍ କରିବ ଘର କିଣିବ ଗାଡ଼ି କିଣିବ ନା କି ତାହେଲେ ତୁମେ ଏଇ ସେଣ୍ଟେନ୍ସଟା ନିଜେ ଲେଖିବ। ଯଦି ତୁମେ ନିଜେ ଲେଖୁଛ ତାହେଲେ ତୁମେ ସିଓର କରିପାରିବ। ମଜାକ କରୁଛି ଠିକ ଅଛି ତୁମେ କରିପାରିବ ଲେଖ ୟାକୁ ନିଜେ ଲେଖିକି ମୋତେ କମେଣ୍ଟ ମାଧ୍ୟମରେ ଜଣାଇବ। ଚାଲ ନେକ୍ସଟ ଦେଖିବା କଣ ନା ଆମେ ସିମ୍ପଲ ପାଷ୍ଟ କେତେବେଳେ ୟୁଜ୍ କରିବା ଆଉ ପାଷ୍ଟ ପରଫେକ୍ଟ କେତେବେଳେ ୟୁଜ୍ କରିବା। ନା ସିମ୍ପଲ ପାଷ୍ଟ ହେଲା ଅତୀତରେ ଘଟିଥିବା ସମସ୍ତ କାର୍ଯ୍ୟ ସେମାନଙ୍କର ଘଟିବାର କ୍ରମରେ ବର୍ଣ୍ଣନା କରେ। I eat dinner, they watch TV ହେଲା। କିନ୍ତୁ ଯଦି ପାଷ୍ଟ ପରଫେକ୍ଟ ଆମେ ଲେଖିବା I ate dinner କହିଲେ ନା ଏଠି ଆମେ କଣ କହିବା I had eaten dinner କେତେବେଳେ before I watch TV ଗୋଟେ କାମ ପୂର୍ବରୁ ମୁଁ ଆଉ ଗୋଟେ କାମ କରିଥିଲି। ଦୁଇଟି କାମ ମଧ୍ୟରୁ ଯେଉଁଠି ପ୍ରଥମେ ଘଟିଲା ତାକୁ ଆମେ ପାଷ୍ଟ ପରଫେକ୍ଟରେ ଲେଖିଥାଉ ହେଲା। କି ଯଦି ଗୋଟେ ସେଣ୍ଟେନ୍ସ ଏମିତି ଲେଖା ହେଇଛି ତାହେଲେ ଆମେ ତା ମାନେ କଣ ବୁଝିବା ନା ଆମେ ତା ମାନେ ବୁଝିବା ଯୋଉଟା ପାଷ୍ଟ ପରଫେକ୍ଟରେ ଲେଖା ହେଇଛି ସିଏ ଫାଷ୍ଟ ହେଇଥିଲା ତାପରେ ଆର କାମଟା ହେଇଥିଲା। ବୁଝିହେଲା ଆଶା କରୁଛି ଭଲ ଭାବରେ ବୁଝିପାରିଥିବ। ତାହେଲେ ବହୁତ ଡେରି ହେଇଗଲାଣି ତାହେଲେ ଆଜି ପାଇଁ ଏତିକିରେ ରହୁଛି ନମସ୍କାର। ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍ ସେୟାର ଆଉ ଚ୍ୟାନେଲକୁ ସବସ୍କ୍ରାଇବ କରିବା ପାଇଁ ଭୁଲିବେନି। ରହୁଛି ନମସ୍କାର।